विशेषରେ ସମସ୍ତେ ତାଙ୍କ ପ୍ରତି ଆଟ୍ରାକ୍ଟେଡ ହେଉଥିଲେ ସେ ଅବସ୍ଥାଟା ଆମେ ଦେଖିନାହୁଁ। କିନ୍ତୁ ମୋର ଯୋଉ ପୁରୁଣା ବୟୋଜ୍ୟେଷ୍ଠ ଆଶ୍ରମାଇଟ ମାନେ ଅଛନ୍ତି ସେମାନେ ଯେତେବେଳେ ବର୍ଣ୍ଣନା ଏମିତି ଆଶ୍ଚର୍ଯ୍ୟ ହେଇଯାଏ। ସେଇ ବର୍ଣ୍ଣନାରୁ ଆମେ ଜାଣୁ ଯେ ପରମ ଦୟାଳ ଶ୍ରୀ ଶ୍ରୀ ଠାକୁରଙ୍କର ଯୌବନ ରୂପ କଣ ହେଇଥିବ। ଥରେ ଜଣେ ମା ଆଚାର୍ଯ୍ୟ ଶ୍ରୀ ଶ୍ରୀ ଦାଦାଙ୍କୁ କହିଦେଇଥିଲେ, ବୁଢୀ ଜଣେ ସେ ବି ଚାଲିଗଲେଣି। ନାଁ ଅନୁସାରେ ଏଇ ଆତ୍ମପ୍ରେମକୁ ନର୍ସିସେସ କମ୍ପ୍ଲେକ୍ସ ବୋଲି କୁହାଗଲା। ଯାହା ହଉ ଛାଡନ୍ତୁ ସେ କଥା। ସେ ପ୍ରକାର ରୂପବାନ ବ୍ୟକ୍ତିତ୍ୱ ଯାହାଙ୍କ ପ୍ରତି ନର ନାରୀ ଉଭୟ ଆଟ୍ରାକ୍ଟେଡ, ନାରୀ ମାନେ ବି ଆଟ୍ରାକ୍ଟେଡ। ଯାହାକୁ ଦେଖି ଈର୍ଷାନ୍ୱିତ ଲୋକ, ଯାହାର ରୂପ ନାହିଁ ସେଭଳିଆ ଚରିତ୍ର ବି ନାହିଁ, ସେ ସ୍ୱାଭାବିକ ଭାବରେ ବିଦ୍ୱେଷ ପରାୟଣ ହେଇ ଉଠିଥିଲା। ନାନା ଅଭିଯୋଗ ଆଣିଥିଲା, କିନ୍ତୁ ସମସ୍ତଟାକୁ ସେ ବରଦାସ୍ତ କରିଥିଲେ। ଅନେକ କିଛି ସହ୍ୟ କରି 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 କୈଶୋରରୁ ଏଇ ଅବସ୍ଥା ସେ ଦେଖି ଆସୁଛନ୍ତି, ସହ୍ୟ କରି ଆସୁଛନ୍ତି। କଣ ନା ବଡ କକା କିଛି କାମ କରେ ନା, ଘୁରି ବୁଲେ, ହାରମୋନିୟମ ବଜେଇ ଚାଲିଥାଏ। ଠାକୁର ହାରମୋନିୟମ ଲଗେଇଲେ, ଫେରେଇବାକୁ ଚାହିଁଲେ, ପରେ ଜାଣିଲେ ଯେ ଠାକୁର ହିଁ ଦେଇଥିଲେ ସେଇ ହାରମୋନିୟମ। ପୁଣି ପୂର୍ବ ଜାଗାରେ ସେଇ ହାରମୋନିୟମକୁ ରଖି ଦିଆଯାଇଥିଲା। ଯେତେବେଳେ କୈଶୋର ଅତିକ୍ରମ କରି ଯୌବନର ଆଗମନ ହେଲା, ଆସ୍ତେ ଆସ୍ତେ ଚେହେରାର ଦୀପ୍ତି ବଢି ଚାଲିଲା, ମାଂସପେଶୀ ସବଳ ହେଇ ଉଠିଲା, ଶାରୀରିକ ସୌନ୍ଦର୍ଯ୍ୟର ବଳିଷ୍ଠ ଗୋଟେ ନିଦର୍ଶନ ଯେତେବେଳେ ଛିଡା ହେଇଗଲା, ବିଦ୍ୱେଷୀ ମାନେ ଟିକେ ଭୟ ପାଇ ଶଙ୍କି ଗଲେ ଯେ ଆଉ କରିହବନି। ଏଭଳିଆ ଗୋଟେ ଜୀବନ ତାଙ୍କର ଯାଇଥିଲା। କିନ୍ତୁ କାହା ପ୍ରତି ସେ ପ୍ରତିଶୋଧ ପରାୟଣ ହେଇନାହାନ୍ତି କିମ୍ବା ଈର୍ଷାନ୍ୱିତ ହେଇ କାହାର ବି କ୍ଷତି କରିନାହାନ୍ତି, ବରଂ କ୍ଷତି କରିବା ଲୋକର ଉପକାର କରିଦେଇଛନ୍ତି, ତାକୁ ୱିନ୍ କରିଛନ୍ତି। ପୂଜ୍ୟପାଦ ଶ୍ରୀ ଦାଦାଙ୍କ କହିବା ହିସାବରେ ପ୍ରକୃତରେ ଅପ୍ରେମକୁ ପ୍ରେମ ଦ୍ୱାରା ଜୟ କରିବାକୁ ହୁଏ, ସେ ଅପ୍ରେମକୁ ପ୍ରେମ ଦେଇ ଜୟ କରିଥିଲେ ଶିଶୁ କର୍ତ୍ତା। ତାଙ୍କର ସେଇ କଥା କହିବାକୁ ଗଲେ ତାଙ୍କର ଯୋଉ ଚଳଣି, ଯୋଉ ଚରିତ୍ର, ତା ଭିତରେ ଦେଇ ଆଗେଇ ଚାଲିଲେ। ବଡ ହେଇସାରି ଯେତେବେଳେ ଆହୁରି ଅଧିକ ସେବା ପରାୟଣ ହେଇକି ଚାଲିଲେ ଠାକୁରଙ୍କ ପ୍ରତି, ସେତେବେଳେ ବି ଅଭିଯୋଗ ଯାଇନାହିଁ। ଅଭିଯୋଗଟା ଏଇଥିପାଇଁ କହୁଛି, ତାଙ୍କ ବ୍ୟକ୍ତିତ୍ୱର ଗୋଟେ ଗୋଟେ ଦିଗ ଆମେ ଦେଖିବା କି ପ୍ରକାର ଅସହ୍ୟ ସହ୍ୟ ଶକ୍ତି। ଗୋଟେ ସମୟରେ ଠାକୁରଙ୍କର ଶରୀର ଟିକେ ଖରାପ ହେଇଥିଲା, ଗଳାରେ ଟିକେ ବ୍ୟଥା ହଉଥିଲା, ଭଲ ଖାଇ ପାରୁନଥିଲେ। ଶ୍ରୀ ବର୍ଦ୍ଦା ହିଁ ତାଙ୍କୁ ଖୁଆଇ ଦଉଥିଲେ। ଏ କଥାକୁ ସେଇ ବିଦ୍ୱେଷ ସ୍ୱାର୍ଥାନ୍ୱେଷୀ ବ୍ୟକ୍ତି ମାନେ କଣ ବ୍ୟକ୍ତ କଲେ ନା ଠାକୁରଙ୍କର ବର୍ଦ୍ଦାଙ୍କ ହାତରୁ ଖାଇବାର ଇଚ୍ଛା ହିଁ ନାହିଁ, ଖାଇ ବି ପାରୁନାହାନ୍ତି, ଇଚ୍ଛା ବି ନାହିଁ, ଇଏ ଜୋର କରିକି ତାହା କରିছে। ଏ କଥା ଶ୍ରୀ ବର୍ଦ୍ଦାଙ୍କ କାନରେ ପଡିବାରୁ ଦିନେ ସେ ଗୋଟିଏ ବ୍ୟବସ୍ଥା କରିଥିଲେ। ଠାକୁରଙ୍କ ଅନତି ଦୂରରେ ସେ ବସି ରହିଲେ, ଆଉ ଜଣକୁ ପ୍ରସାଦ ସେବନ କରାଇବାର ବ୍ୟବସ୍ଥାରେ ରଖିଲେ। ଠାକୁର କହିଲେ, ବଡ ଖୋକା କାହିଁ, ସେ କୁଆଡେ ଗଲା? ଦୂରରେ ଥାଇ ଶ୍ରୀ ବର୍ଦ୍ଦା କହିଥିଲେ, ଆଜି ମୋ ଦେହଟା ବିଶେଷ ଭଲ ଲାଗୁନାହିଁ, ମୁଁ ଜଣକୁ ବ୍ୟବସ୍ଥା କରିଛି, ସେଇ ଆଜି ଆପଣ ପ୍ରସାଦ ସେବନ କରେଇଦେବ, ଆପଣ ଭୋଜନ କରେଇଦେବ। ଠାକୁର ସେ କଥାରୁ ଉତ୍ତର କିଛି ନ ଦେଇ ଯିଏ ଭୋଜନ କରାଇ ଦେବା ପାଇଁ ଥିଲେ, ସେବା ଦେବା ପାଇଁ, ତାଙ୍କ ଏଠୁ ଦୃଢତା ସହକାରେ ବଡ ଖଗକୁ ଡାକ। ଏ କଥା ବି ସେଇ ସ୍ୱାର୍ଥାନ୍ୱେଷୀ ଲୋକମାନେ ଦେଖୁଥିଲେ। ସେଇ ବର୍ଦ୍ଦା ଯାଇକି ତାକୁ ଖୁଆଇଲେ। ଗୋଟିଏ ପରେ ଗୋଟିଏ ଅଗଣିତ ଘଟଣା ତାର କହିବାର ନାହିଁ। ଟଙ୍କା ପଇସା ମ୍ୟାଟର ନେଇକିରି ମଧ୍ୟ ସେଇଭଳିଆ ହେଇଛି ଯେ ଠାକୁରଙ୍କର ଅଫିସ ଠାକୁରଙ୍କ ଅଣ୍ଡରରେ ନାହିଁ, ଠାକୁରଙ୍କ ସେବାରେ ଠାକୁରଙ୍କ ପଇସା ଲାଗିପାରୁନାହିଁ। ଠାକୁର ସେଇଥିରେ ବ୍ୟତିବ୍ୟସ୍ତ ହେଇ ଅଲଗା ଭାବରେ ଗୋଟେ ଫଣ୍ଡ କ୍ରିଏଟ କରୁଛନ୍ତି, ଯୋଉଟା ତାଙ୍କ ଅଧୀନରେ ରହିବ, ଯୋଉଠୁ ସିଏ ବାହାର କରିକି ନିଜ ଖର୍ଚ୍ଚ ବାର୍ଚ୍ଚ ଭଲ ମନ୍ଦ ଯାହା ଚାହିଁବେ କରିପାରିବେ। ଏ ପ୍ରକାର ଅପପ୍ରଚାର ଚାଲିଲା। ଠାକୁର ଫଣ୍ଡ ବି ଠିକ କରେଇଲେ, ଯିଏ ଯାହା ଫଣ୍ଡ ଠିକ କଲେ ତାଙ୍କ ପାଖରେ ରଖିଲେ। ଶ୍ରୀ ବର୍ଦ୍ଦାଙ୍କୁ ଦିନେ ଡାକି ଠାକୁର କହିଲେ, ସେଇ ଲୋକମାନେ ବି ଦେଖୁଥାନ୍ତି ଯୋଉମାନେ ଯେ ପଇସା ଦୂର ନା, ଠାକୁର ସେମାନଙ୍କ ପାଖରେ ଅଛି, ଥାଉ ନବା, ବ୍ୟସ୍ତ ହବାର କଣ ଅଛି। ଏ ପ୍ରକାର ଅବସ୍ଥାରେ ଦୃଢତା ସହକାରେ ସମସ୍ତଙ୍କ ସମ୍ମୁଖରେ ଶ୍ରୀ ଠାକୁର କହିଲେ, ବର୍ତ୍ତମାନ ଯାହାଠି ଯାହା ପଇସା ଅଛି ସବୁ ଯୋଗାଡ଼ କରି ତୋର ପାଖରେ ରଖି ସବୁ ବୁଝି ଦେ। ଇଏ ଗୋଟେ ଗୋଟେ ଚୋଟ ବାଜିଲା, ତାଙ୍କ ମୁହଁରେ ସବୁ କାଳିମା ବି ପଡିଗଲା। ତଥାପି ଚାଲିଥାଏ, କିନ୍ତୁ ଅପବାଦକାରୀ ମାନଙ୍କର କୌଣସି କ୍ଷତି ସେ କରିନାହାନ୍ତି। ଦୁର୍ଦିନରେ ଗୋଟେ ଅବ୍ୟବସ୍ଥିତ ଆନନ୍ଦ ବଜାର ଯେତେବେଳେ ଆରମ୍ଭ ହେଲା, କେତେବେଳେ ଖିଆ ହବ, କେତେବେଳେ କଣ ହବ ଠିକ ଠିକଣା ନାହିଁ। ଶ୍ରୀ ବର୍ଦ୍ଦା କିଛି ଦିନ ହାତକୁ ନେଲା ପରେ ଟାଇମ ଅନୁଯାୟୀ ଆନନ୍ଦ ବଜାର ପ୍ରସାଦ ସେବନ ଉପଯୁକ୍ତ ସମୟରେ ରେଡି ହେଇଯିବା, ସମସ୍ତେ ଶୃଙ୍ଖଳିତ ଭାବରେ ଆସିବା, ଖାଇବା ଯିବା, ସବୁ କିଛି ଶ୍ରୀ ବର୍ଦ୍ଦା କରିଥିଲେ।
गोटे पर गोटे जिनिस आश्रम सब कर्म प्रतिष्ठा प्रेस ठू आरंभ करी काठ कारखाना ठू आरंभ करी अन्य जहाँ किसी कल कब्जा इलेक्ट्रिक लाइन फाइन हैंड टेन समस्त किसी जिनिस आस्ते आस्ते आयत्त को आनी 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 एभली भाव करथिले जे से ठाकुर देखी खुशी हो जाई ठाकुर तंगु सर्टिफाई कर जो दीर्घवाणी अछि बड़ खोका तुम मांकर प्रथम अंचल उद्भास प्रथम उद्भास तुम्हें सुस्थ रुह समस्त की लेकिन चल इत्यादि समस्त कथा भीतर देकी ठाकुर बाणी आशीर्वाद कर किसी सिंबल किसी सिम्पटम भी श्री ठाकुर कहते जे पुरुष लोकर चक्षु जदि सामान्य लाल आभाजुक्त हुए ताले बुझा जाए मस्तिष्कर काम भल हो शिशु बर्दा चक्षुरे से गोलापी मिश्रित लाल आभा थिला ठाकुर कहते चोखेर ग्लो कारक से देखते पाइना चक्षुर दीप्ति क्या पाखे मु प्राय देखा पाए ना कि बड़कोका भितर देखा पाए एटा सब सिम्पटोमेटिक केते गुडे जिनिस विराट साधक हेले सेटा हेई थाए तांको साधनार तो तुलना ही नाही जंगल रे साधना करिसंती गिरी गुहार साधना करिसंती अतल गर्भ जलर अतल गर्भ रे भी साधना करिसंती सब किछि करिसंती को जनरल एडवाइस हिसाब रे काको करियो सेटा मना करिसंती अति वर्ष वर्तमान पर सब ठारू ही भजन दीक्षा प्राप्त होइते श्री ठाकुर आदेश रे एपरी विराट कर्मी व्यक्तित्व जी कि ठाकुर आदर्शर एक मूर्त प्रतीक आम कौन कहीपर कौन चिंता कर सब बड़ लाभ यही जुगे यही आदर्शवाद सहित जड़े आदर्शवान पुरुषर सृष्टि सहित आम मिशिला प्रवृत्व पार हो सारा पुराणा कथा गुड़िक जहाँ कि आम घनिष्ठ वयोज्येष्ठ आश्रम मान पाखु शुणु एवं शुणी ए प्रौढ़ अवस्था पर जो आम जो जोग देलु जाई सेते बेले ता सहित मेले नहीं अनेक कथा जानू एकांत स्नेह दन्य तांको परम आशीर्वाद रे मु आज छिड़ा हो पारि एवं तांको विषय रे बहुत किछि कहिबार बाकी थिले भी किछि कहि हुए ना भाषा भी जुटे ना से एभली व्यक्तित्व रे परिणत हो गले कथा न कही मध्य संशोधन हो जाए तांको नीरवता भी गोटे संशोधन आनी दिए केमिति गोटे गोटे घटना घटिला कौन से क्रमे एक विशेष समय आश्रम रे अष्टप्रहर कीर्तन चलता अष्टप्रहर कीर्तन रे मध्यराति बेलू युवक मानकर पाड़ी पड़ता से मैंने आसिले चलेले उदंड कीर्तन करू युवक पिला तो लाइन बाहर को जाइकरी इतस्तत भाव रे किछिटा अशोभनीय भाव रे खाली पादरे डेईकि नुहे धूली गड़ा गड़ी ठेला पेली हेई नाना भाव रे कीर्तन करिया को लागिले श्री बर्दा नीरवरे जाई से पाखरे छिड़ा होई किछि समय अवलोकन कले केमिति खबर चली गला जे श्री बर्दा देखुचंती बस सांगे सांगे समस्त आयत्ताधीन होई गले एवं दुई गोड़रे हाथ टेकी सुंदर भाव रे जेमिति सावलील सुंदर भाव रे कीर्तन करे ताही करिया को लागिले श्री बर्दा किंतु कहि नांती खाली जस्ट उपस्थित होइतो तांको उपस्थितिरा एई प्रकार रो गोटे बारे व्यक्तित्व जो प्रकार प्रभाव जो मैग्नेटिज्म जो चुंबक शक्ति थिला ताहा एई प्रकार करि होउथला एकांत निवेदित प्राण सदा सर्वदा पितृ मातृ समन्वित होइतिबा जो इष्ट भक्ति मातृभक्ति नियोजित करके निजको रखी था गोटे पाणी ठाकुर मन पड़े जोटा यही व्यक्तित्व ठीक यही प्रकार निवेदित समर्पित व्यक्तित्व ठीक सर्वत भाव रे शीर्ष आपूर्यमान जी पदांक जी बक्षरे धारण करि से विभूति संपन्न जी बक्षर ही भृगुपद चिन्ह तेणु से आनती जो मानकर नहीं भगवत्ता से चेतन नुहे ये बाणीटा पूरा पूरा श्री बर्दा पाखे लागू हो जाए मन पड़ जाए ये व्यक्तित्व को देखिए से ठाकुर बाणी से श्री बर्दा जो सत्संग आंदोलन कथा कहला टॉपिक रखिले आंदोलन कौन पिला बेलू आंदोलन सहित सहज भाव जड़ित होती व्यक्तित्वटा ही जो गोटे विराट प्रतिष्ठा से ही आंदोलन आनी आसाम से समय बहुत कर्मी आसी साधन भजन शिक्षा द्वारा चलन चलन शिक्षा द्वारा अनेक शिखे तेज भी कही
ତୁ ଯୋଉମାନେ ଯଦି ଆଉ ଟିକେ ଆଗକୁ ଆସିଥାନ୍ତ କେତେ ଭଲ ହେଇଥାନ୍ତା। ତଥାପି କର, ସତେଜ ଥାଉ ଥାଉ, ମାଂସପେଶୀ ମଜବୁତ ଥାଉ ଥାଉ, ଯାହା ସାଧନା କରିବା କଥା ତାହା ସାଧନା କରିଦିଅ। ବୟସ ଗଡ଼ିଗଲେ ଏତେଟା ଆଉ ହେଇପାରିବ ନାହିଁ, ସେତେବେଳେ ଆଫସୋସ କରିବ କିମ୍ବା ଭଣ୍ଡାମିରେ ନେଇକି ଚାଲିବ। ତେଣୁ ସାବଧାନ, ଏବେଠି କର। ଆଉ ନିନ୍ଦୁକକୁ ଯୋଉଭଳି ଟ୍ୟାକଲ କରୁଥିଲେ, ଛୋଟ ଛୋଟ କଥା ମନେ ପଡିଯାଏ। ଜଣେ ନିନ୍ଦୁକ ଲିଖିତ ଆକାରରେ ନିନ୍ଦା କରିଛି, ସେ କାଗଜ ତାଙ୍କ ପାଖରେ ଅଛି। ଶିଶୁ ବର୍ଦ୍ଦାଙ୍କର ଗୋଟେ ଭଲ ଗୁଣ ଥିଲା, ଯେତେ ଖରାପ କଲେ ବି ଯଦି ସ୍ୱୀକାର ପୂର୍ଣ୍ଣ ବିନୀତ ଭାବରେ କେହି ରହିଯାଉଥିଲା ବା ତାଙ୍କ ପାଖରେ ଅସ୍ୱୀକାର ବି କରୁଥିଲା, ସେ କହିବା କଥାକୁ ବର୍ଦ୍ଦା ଗ୍ରହଣ କରିକି ତାକୁ ଟ୍ୟାକଲ କରି ନେଇ ଯାଉଥିଲେ, ଯେମିତି ସେ ଅପମାନିତ ବୋଧ ନ କରେ। ବହୁ ଦିନରୁ ପାବନାରେ ଗୋଟିଏ ଘଟଣା ଘଟିଥିଲା। ଘଟଣା ତ ଅଜସ୍ର, କଣ କୁହାଯିବ। ଗୋଟେ ମୁସଲମାନ ଯୁବକ ଲୋକଟିଏ ତାଙ୍କ ଘରେ କାମ କରୁଥିଲା, ତାକୁ ସେ ସାହାଯ୍ୟ କରୁଥିଲେ, ଆର୍ଥିକ ସାହାଯ୍ୟ କରୁଥିଲେ, ଭଲ ବି ପାଉଥିଲେ। କିନ୍ତୁ ତାର ହାତ ଉଠା ଗୁଣ ଥିଲା, କ୍ରମାଗତ ଭାବରେ ଗୋଟେ ପରେ ଗୋଟେ ଜିନିଷ ଉଠୁଥିଲା। ତଥାପି ଶିଶୁ ବର୍ଦ୍ଦା ତାପରେ ତାକୁ ଦେଇ ଚାଲିଥିଲେ। ଏଇ ଦେଇ ଏବଂ କିଛି ନ କହି ତାର ଏଭଳିଆ ପରିବର୍ତ୍ତନ ଦିନେ ହେଲା ଯେ ଲଜ୍ଜାରେ ସେ ଦିନେ ଛାଡିକି ତାକୁ ନିଜ ଘରକୁ ଚାଲିଗଲା, କହିଲା ଆଉ କରିହବନି। କିଛି ଦିନ ଗଡିଗଲା ପରେ ଶିଶୁ ବର୍ଦ୍ଦା ଗୋଟିଏ ବଳଦ ଗାଡି ଭଳିଆ ଗାଡିରେ ତାର ଅଭାବ ଦେଖି ଅନେକ ଘର କରଞ୍ଜାର ସରଞ୍ଜାମ, ଖାଦ୍ୟଦ୍ରବ୍ୟ ଇତ୍ୟାଦି ନେଇ ତାର ଗେଟ୍, ଘର ଦୂରର କିଛି ଘର ପାଖର କିଛି ଦୂରରେ ରହିଥିଲେ ଏବଂ ଖବର ଦେଇଥିଲେ ଆସି ନେଇଯିବା ପାଇଁ। ଯିଏ ତାଙ୍କୁ ଖବର ଦେଲା, ସେଟା ଜାଣିଲା ପରେ ତାର ଚରମ ଅବସ୍ଥା ହେଇଯାଇଥିଲା। କାନ୍ଦି କାନ୍ଦି ଛାତି ଚାପୁଡେଇ ମନସ୍ତାପରେ ତା ମନ ଭରି ଯାଇଥିଲା ଏବଂ ଆମୂଳ ପରିବର୍ତ୍ତନ ମଧ୍ୟ ତାର ଆସି ଯାଇଥିଲା। ଏଇ ଏକ୍ସଟେଣ୍ଟ ପର୍ଯ୍ୟନ୍ତ ଯାଉଥିଲା। ଆଉ ଯୋଉ କଥାଟା କହୁଥିଲି, ଗୋଟିଏ ଭକ୍ତ, ଆଶ୍ରମର ଲୋକ, ନିନ୍ଦୁକ ଗୋଷ୍ଠୀର, ଲିଖିତ ଭାବରେ ପ୍ରମାଣ ବି ଅଛି କାଗଜଟିରେ। ଶିଶୁ ବର୍ଦ୍ଦା ତାକୁ ପାଖରେ ହିଁ ରଖିଛନ୍ତି। ତାକୁ ଯେତେବେଳେ ପଚାରିଲେ, କିରେ କଣ ଘଟଣା, କଣ କହୁଛ? ନା ମୁଁ କେବେ ଆପଣଙ୍କ ବାବଦରେ ଏ କଥା କହିପାରେ, ଏପରି ନିନ୍ଦା କରିପାରେ? ସାଙ୍ଗେ ସାଙ୍ଗେ ଶିଶୁ ବର୍ଦ୍ଦା କହିଲେ, ମୁଁ ବି ତ ସେୟା ଭାବୁଛି, ତୋ ଭଳି ଲୋକ ଏଭଳି ତ କେବେ କହିପାରେ ନା। ସେତିକି ସେ ଖୁସି ହେଇ ଚାଲିଲା, ତାର ପରିବର୍ତ୍ତନ ଆସିଲା। କିନ୍ତୁ ଖରାପର ପ୍ରମାଣଟା ତାକୁ ଦେଖେଇଲେ ହିଁ ନାହିଁ। ଆମେ କଣ ଏମିତି ଟ୍ରିଟମେଣ୍ଟ କରୁ? ଜଜ୍ ୱାନ୍ is to correct and console, not to punish, ଠାକୁର କହିଛନ୍ତି। ଏଟା ଅକ୍ଷର ଅକ୍ଷରେ ସେ ଏବଂ ଆମ ସାଧନାର ଧାରା, ଯାହା ଆପଣ ମାନେ ଭାଇମାନେ ଅନେକ ଜାଣନ୍ତି, ତଥାପି ନ କହି ମୁଁ ରହିପାରୁନି। ଅଜସ୍ର ବାଣୀ ଭିତରେ ଯେତେବେଳେ ହତବମ୍ବ ହେଇଯାଏ, କୋଉ ବାଟ ଦେଇ ଇଷ୍ଟାନୁସରଣ କରିବ, କୋଉ ସୂତ୍ର ଧରି ଆଗେଇବ, ବେଳେ ବେଳେ ଯେତେବେଳେ ଦ୍ୱନ୍ଦ୍ୱରେ ପଡିଯାଏ, ଶିଶୁ ବର୍ଦ୍ଦା ଠାକୁରଙ୍କର 3ଟି ବାଣୀ ବାଛି ଦେଇଥିଲେ। ଆପଣ ମାନେ ଜାଣନ୍ତି, ତଥାପି କହୁଛି। ଉଷାଏ ନିଶାଏ ମନ୍ତ୍ର ସାଧନ তলা পরায় জপ, যথা সময় ইষ্ট নির্দেশ মূর্ত করাই তপ। মানুষ আপন টাকা পর যত পারিস মানুষ ধর, মাছ মাংস খাস নে আর পেঁয়াজ রসুন মাদক। চিন্তা করে দেখুন, 3টা ଯୋଉ ବାଣୀ ବାଛି ଦେଲେ କେମିତି? ଗୋଟେ ଆଧ୍ୟାତ୍ମିକ ଭାବରେ, ଗୋଟିଏ ହେଲା ସାମାଜିକତା ନେଇ ଲୋକଙ୍କୁ ନେଇକି ଚାଲିବା ବାବଦରେ, ଗୋଟେ ହେଲା ସ୍ୱାସ୍ଥ୍ୟ ସଦାଚାର ଦିଗ ଦେଇକି, ଶରୀର ସଦାଚାର ଦିଗ ଦେଇକି ମାଛ ମାଂସ ଖାସେ ନା ଆରେ পেঁয়াজ রসুন মাদক ଛାଡ଼। ମଣିଷକୁ ନେଇକି ଚାଲିବାରେ মানুষ আপন টাকা পর যত পারিস মানুষ ধর। ଆଧ୍ୟାତ୍ମିକ ଗଭୀରତମ ପ୍ରବେଶକୁ, ରାଜ୍ୟକୁ ପ୍ରବେଶ କରିବାରେ, ଉନ୍ନତ ହବାରେ, ବିବର୍ତ୍ତିତ ହୋଇ ଉଠିବାରେ ଉଷାଏ ନିଶାଏ ମନ୍ତ୍ର ସାଧନ ସେଇ ବାଛି ଦେଇଥିଲେ। ଆମର ପଥରେ ପାଥେୟଟାକୁ ସୁନ୍ଦର ଭାବରେ ସଜେଇ ଦେଇଥିଲେ ଶିଶୁ ବର୍ଦ୍ଦା। ତାପରେ ଠାକୁରଙ୍କୁ ବୃହତ୍ତର ଭାବରେ ପ୍ରତିଷ୍ଠା କରିବା ପାଇଁ ତାଙ୍କର ଉତ୍ସବ ମାନ କିଏ ସୃଷ୍ଟି କରିଛି? ଏଇ ଯୋଉ ସ୍ନାନ ଉତ୍ସବ କହନ୍ତୁ, ଦେଓଘର ଆଗମନୀ ଉତ୍ସବ କହନ୍ତୁ, ଯାହା କିଛି ଉତ୍ସବ, ଏଇଗୁଡିକ ପରେ ଠାକୁରଙ୍କର ଲୀଳାର ପବିତ୍ର ସ୍ମୃତିକି କେନ୍ଦ୍ର କରିକି ଯୋଉଟା ହେଇଥିଲା, ତାକୁ ଆରମ୍ଭ କରିଥିଲେ ଏଇ ଶିଶୁ ବର୍ଦ୍ଦା। ଏମିତି କରି 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 ଲୋକମାନଙ୍କ ଭିତରେ ସେ ସେଇଭଳି ଭାବରେ ହେଇ ଉଠିଥିଲେ। ବଜ୍ରାଦପି କଠୋରାଣୀ ମୃଦୁ କୁସୁମାଦପି ତାଙ୍କର ବ୍ୟକ୍ତିତ୍ୱ। ଏଇ ଦୁଇଟା ଜିନିଷର ସମନ୍ୱୟ। ଏଇଠି କହୁଥିଲେ କୀର୍ତ୍ତନୀୟ ସଦା ହରି, ବୃକ୍ଷ ପଡିଥିବେ ସହିଷ୍ଣୁ ହୁଅ, ଯାହାର ମାନ କିଛି ନାହିଁ, ଅମାନି ଯିଏ, ଅମାନି ନା ମାନ, ତାକୁ ବି ମାନ ଦିଅ, ତାକୁ ବି ସମ୍ମାନ ଦିଅ। ଆଉ କୀର୍ତ୍ତନୀୟ ସଦା ହରି, ଏଇଭଳି ହେଲେ ତୁମେ ସଦା ହରି କୀର୍ତ୍ତନ କରିବାକୁ ଯୋଗ୍ୟ ହବ। ବହୁତ ସମୟରେ କହୁଥିଲେ, ତାଙ୍କ କଥାରେ, ତାଙ୍କ ଚଳନରେ, ବିଭିନ୍ନ ଭାବରେ ଏବଂ ଏକାନ୍ତ ଭାବରେ
संक्षिप्त भाव कहते आमर जन्मटा हूँ नाम करने नाम ध्यान